ଥରେ ଚିନ୍ତା କଲେ ଯଦି ଆପଣଙ୍କୁ ଆମ ପୃଥିବୀରୁ 3000 ଆଲୋକ ବର୍ଷ ଦୂର ଅନ୍ୟ ଗ୍ରହକୁ ପଠାଯାଏ ଓ ସେଠାରେ ଆପଣଙ୍କୁ ଗୋଟାଏ ଆଡ଼ଭାନ୍ସ ଟେଲିସ୍କୋପ୍ ଦିଆଯାଏ ଆଉ ସେଥିରେ ଆପଣ ପୃଥିବୀକୁ ଜୁମ୍ କରି ଦେଖନ୍ତି, କ'ଣ ଦେଖାଯିବ ଜାଣନ୍ତି? ଟିକେ ଭାବନାରେ ପଡ଼ିଗଲେ ନା? ଉତ୍ତର ହେଉଛି ଆପଣଙ୍କୁ ସେହି ଟେଲିସ୍କୋପ୍ରେ ଏମିତି କିଛି ପୁରୁଣା ଦୃଶ୍ୟ ଦେଖାଯିବ ଯାହା ଆମ ପୃଥିବୀରେ ବର୍ତ୍ତମାନ ସୁଦ୍ଧା ଘଟି ସାରିଛି। ଯେମିତିକି ଇଜିପ୍ଟର ପିରାମିଡ୍ ତିଆରି ସମୟର ଦୃଶ୍ୟ, ଯାହା ଆମ ପୃଥିବୀରେ କେତେ ହଜାର ବର୍ଷ ପୂର୍ବରୁ ହିଁ ଘଟି ସାରିଛି। କିନ୍ତୁ ଆପଣଙ୍କୁ ସେହି ଟେଲିସ୍କୋପ୍ ମାଧ୍ୟମରେ ସବୁ କିଛି ଆଖି ସାମ୍ନାରେ ଘଟୁଥିବାର ଦେଖାଯାଉଥିବ। ମୋଟାମୋଟି ଭାବରେ କହିବାକୁ ଗଲେ ଏହି ଟେଲିସ୍କୋପ୍ ଏକ ଟାଇମ୍ ମେସିନ୍ ଭଳି କାମ କରୁଥିବ। କିନ୍ତୁ ଏହା ଏମିତି ମେସିନ୍ ଯାହା ଆମକୁ ସେହି ପୁରୁଣା ଦିନକୁ ନେଇଯାଇପାରିବ ନାହିଁ ସତ, କିନ୍ତୁ ଅନେକ ବର୍ଷ ତଳର ପୃଥିବୀ କେମିତି ଥିଲା ସେସବୁକୁ ଦେଖାଇ ପାରିବ। କ'ଣ ଆଶ୍ଚର୍ଯ୍ୟ ହୋଇଗଲେ ନା? ଭାବୁଥିବେ ଏସବୁ କାଳ୍ପନିକ କଥା କ'ଣ କେବେ ସତ ହୋଇପାରିବ? ହଁ, ହୋଇପାରିବ। ତା'ର ପ୍ରମାଣ ଏହି ମେସିନ୍କୁ ଦେଖିଲେ ଆପଣ ବୁଝିପାରିବେ। ଏହି ମେସିନ୍ ଭବିଷ୍ୟତ ନୁହେଁ ବରଂ ଅତୀତ ଦେଖିପାରିବ। କାହିଁକି ନା ଏହା ହିଁ ହେଉଛି ସେହି ଟେଲିସ୍କୋପ୍ ଯିଏକି ଆମ ପୃଥିବୀରୁ ବାହାରି କୋଟି କୋଟି ଆଲୋକ ବର୍ଷ ଦୂରରେ ଥିବା ଗ୍ୟାଲେକ୍ସି, ଷ୍ଟାର, ପ୍ଲାନେଟ୍ ଆଦିଙ୍କର ଅତୀତକୁ ଦେଖିପାରିବାର କ୍ଷମତା ରଖୁଛି। ଆଉ ଜାଣନ୍ତି, ପାଖାପାଖି 30 ବର୍ଷର ଅମାପ ଚେଷ୍ଟା ପରେ ଏହି ପରୀକ୍ଷା ସଫଳ ହୋଇ ଏମିତି ଏକ ଟେଲିସ୍କୋପ୍ ନିର୍ମାଣ ହୋଇପାରିଛି। ତେବେ ଚାଲନ୍ତୁ ଆଜିର ଏପିସୋଡ୍ରେ ଏହି ଖାସ୍ ଯନ୍ତ୍ର ବିଷୟରେ ଜାଣିବା ଓ ଆମ ବ୍ରହ୍ମାଣ୍ଡକୁ ଦେଖିବା ଓ ବୁଝିବା ଯେ ଏହା କେତେ କ୍ଷମତା ରଖୁଛି ସେ ବିଷୟରେ ବି ଜାଣିବା କେବଳ ଆପଣଙ୍କର ନିଜ ଚ୍ୟାନେଲ୍ ଦ ମିଷ୍ଟ୍ରି ମିରର ଓଡ଼ିଆରେ। ଏହି ଚକମକ କରୁଥିବା ସୁନେଲି ରଙ୍ଗର ଟେଲିସ୍କୋପ୍ ଅନେକ କିଛି କରିପାରିବ। ଏହାକୁ ତିଆରି କରିବାରେ ଅନେକ ଗୁଡ଼ିଏ କାରଣ ରହିଛି। ଏଥିଭିତରୁ ଏଲିଏନ୍ସ ମାନଙ୍କ କଥା ସତ କି ମିଛ ତାହା ବି ଖୋଜି ବାହାର କରିବ ଏହି ଟେଲିସ୍କୋପ୍। ଏହାକୁ ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ କୁହାଯାଉଛି। ପାଖାପାଖି 75,000 କୋଟି ଟଙ୍କା ଏହି ଟେଲିସ୍କୋପ୍ ତିଆରି କରିବା ପାଇଁ ଖର୍ଚ୍ଚ ହୋଇଛି। ହଜାର ହଜାର ଇଞ୍ଜିନିୟର, ଗବେଷକ, ବୈଜ୍ଞାନିକଙ୍କର ରାତିର ନିଦ ହଜିଯାଇଛି ଏହାକୁ ନିର୍ମାଣ କରିବା ପାଇଁ। ଏହା ଦୁନିଆର ସବୁଠାରୁ ପାୱାରଫୁଲ୍ ଓ କମ୍ପ୍ଲେକ୍ସ ଟେଲିସ୍କୋପ୍ ସାବ୍ୟସ୍ତ ହେବ। କାହିଁକି ନା ଏହା ୟୁନିଭର୍ସରେ କୋଟି କୋଟି ବର୍ଷରୁ ଘଟିଥିବା ଘଟଣାକୁ ବି ଦେଖିପାରିବ। ସେଥିପାଇଁ କିଛି ବୈଜ୍ଞାନିକ ଏହାକୁ ଟାଇମ୍ ମେସିନ୍ ବୋଲି ମଧ୍ୟ କହୁଛନ୍ତି। ହେଲେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଏହି ଟେଲିସ୍କୋପ୍ ଅତୀତରେ ଘଟିଯାଇଥିବା ଘଟଣାକୁ କେମିତି ଦେଖିପାରିବ? ଏହାର ଉତ୍ତର ଜାଣିବା ପୂର୍ବରୁ ଆଗକୁ ଗୋଟାଏ ଛୋଟିଆ ଉଦାହରଣ ଦେବାକୁ ଚାହିଁବି। ଯେତେବେଳେ ଆପଣ କୌଣସି ଅନ୍ଧାର ଘରେ ପ୍ରବେଶ କରନ୍ତି ସେତେବେଳେ ଆପଣଙ୍କ ଆଖି ଖୋଲା ଥିଲେ ବି ଆପଣଙ୍କୁ କିଛି ଦେଖାଯାଏନି। କିନ୍ତୁ ଯେମିତି ହିଁ ଆପଣ ଲାଇଟ୍ ଅନ୍ କରିଦିଅନ୍ତି ସେତେବେଳେ ସବୁ ଜିନିଷ ଆଖି ଆଗରେ ଦେଖାଯାଏ। ଏହାର ଅର୍ଥ ହେଲା ଯେତେବେଳେ ରୁମ୍ ଅନ୍ଧାରରେ ଥିଲା ସେତେବେଳେ ବି ସବୁ ଜିନିଷ ସେଇଠି ହିଁ ଥିଲା, କିନ୍ତୁ ଆମକୁ ଦେଖାଯାଉନଥିଲା। କିନ୍ତୁ ଲାଇଟ୍ ଅନ୍ ହେବା ମାତ୍ରେ ସବୁ ଜିନିଷ ଉପରେ ତାହା ରିଫ୍ଲେକ୍ଟ ହୋଇ ଆମ ଆଖିକୁ ଦେଖାଗଲା। ଏମିତି କହିବାର ମାନେ ଏହା ଯେ ସବୁ କିଛି ଦେଖିବା ପାଇଁ ଆଲୋକ ବା ଲାଇଟ୍ ହିଁ ଦରକାର। ଆଲୋକ ଯାହାକି 3 ଲକ୍ଷ କିଲୋମିଟର ପର ସେକେଣ୍ଡ ବେଗରେ ଗତି କରେ। ଚନ୍ଦ୍ର ଏବଂ ପୃଥିବୀର ଦୂରତା କଥା ଯଦି ଦେଖିବା ତାହେଲେ ପାଖାପାଖି 3,84,000 କିଲୋମିଟର ବ୍ୟବଧାନ ରହିବ। ହେଲେ ଯେତେବେଳେ ସୂର୍ଯ୍ୟ କିରଣ ଚନ୍ଦ୍ରକୁ ଧକ୍କା ହୋଇ ପୃଥିବୀ ଉପରେ ପଡ଼େ ସେତେବେଳେ ହିଁ ଆମେ ଚନ୍ଦ୍ରକୁ ଦେଖିପାରୁ। ଆଉ ଜାଣନ୍ତି, ଏହି ଚନ୍ଦ୍ର କିରଣ ପୃଥିବୀରେ ପଡ଼ିବାକୁ ମାତ୍ର 1.25 ସେକେଣ୍ଡ ସମୟ ଲାଗେ। ଅର୍ଥାତ୍ ଯେଉଁ ଚନ୍ଦ୍ର ଆମେ ଦେଖୁଥାଉ ତାହା 1.25 ସେକେଣ୍ଡ ପୂର୍ବର ଚିତ୍ର। ସେହିଭଳି ଶନି ଗ୍ରହ ପୃଥିବୀରୁ ଏକ ଚକମକ ତାରା ଭଳି ଦିଶେ। ଏହାର ଦୂରତା ପୃଥିବୀରୁ ପାଖାପାଖି 160 କୋଟି କିଲୋମିଟର ହେବ। କିନ୍ତୁ ଆଲୋକର ଗତି ଅନୁସାରେ ଏହା ଆମ ପୃଥିବୀକୁ ଦେଖାଯିବା ପାଇଁ 1.5 ଘଣ୍ଟାର ସମୟ ଲାଗେ। ମାନେ ଆମେ ପୃଥିବୀରୁ ଯେଉଁ ଶନି ଗ୍ରହକୁ ଦେଖୁଥାଉ ତାହା ଶନି ଗ୍ରହର 1.5 ଘଣ୍ଟା ପୁରୁଣା ଭର୍ସନ। ଯଦି ଏହି ସମୟରେ ଶନି ଗ୍ରହ ଭାଙ୍ଗି 2 ଖଣ୍ଡ ବି ହୋଇଯାଏ
ताहेले भी 1.5 घंटा जाए शनि ग्रह आमको एमिति ही गोटिकिया ही देखाଯିବ। ता माने आमे एठी कहि परिबा जे आमे शनि ग्रहर अतीत को ही देखुछु। स्पेस रो कथा आसिले वैज्ञानिक माने स्पेस रो डिस्टेंस बा दूरता को किलोमीटर आकार रे नुहे बरं लाइट इयर्स आकार रे बा लाइट आवर हिसाब रे मापि थांते। आम सौरमंडल रहिथिबा मिल्की वे गैलेक्सी भी बहुत विशाल। आउ ए गैलेक्सी रो गोटाए कोणरू आउ गोटाए कोण को जीवा पई 1,25,000 आलोक वर्ष समय लागिबो। किंतु आम गैलेक्सी भली एही पूरा ब्रह्मांड रे आहुरी अनेक गैलेक्सी अछि। से सब को आमे पृथ्वी रे थाई खाली आखि रे देखि परिबा नाही। सेथि पई तयारी होईछि ए अत्याधुनिक टेलीस्कोप। आउ जानंती जेउ टेलीस्कोप जेते आलोक संग्रहित करि पारे सेही टेलीस्कोप गैलेक्सी रे थिबा असंख्य जिनिस को देखि पारे। 1990 रे निर्माण होइथिबा हबल टेलीस्कोप आम सौरमंडल 10 बिलियन लाइट ईयर दूर रे थिबा गैलेक्सी को भी देखि पारे। किंतु ए सबु अतीतर ही रेकर्ड अर्थात गैलेक्सी गुड़िक जहाँ आज आमको ए टेलीस्कोप जरिया रे देखा जाउछि ताहा पाखापाखि 10 अरब वर्ष पूर्वरु बाहरिथिबो जहाँ एबे आम पाखरे पहुंचुछि। मात्र आम पृथ्वी ही 4.5 अरब वर्ष पूर्वरु ही सृष्टि हेछि। माने आम पृथ्वी सृष्टि हवा पूर्वरु ही ए गैलेक्सी रो चित्र। तेबे ही हबल टेलीस्कोप जदि गैलेक्सी रो अतीत को आम आगे प्रकाश करुछि ताहेले पुणी ए जेम्स वेब स्पेस टेलीस्कोप रो आवश्यकता कौन? वैज्ञानिकों कहवा अनुसार एही टेलीस्कोप आहुरी अधिक शक्तिशाली। उदाहरण स्वरूप जदि यहाँ चंद्रर भी रखा जाए ताहेले पृथ्वी रे केउठी गोटाए कैंडल जळुथिले भी एही स्पेस टेलीस्कोप रे देखि हबो। आउ सबठु बड़ कथा होछि ए टेलीस्कोप इन्फ्रारेड लाइट भी देखि परिबो जहाँ साधारण मनुष्य आखिरे देखिबा संभव हुएनि। तेणुकरी जेम्स वेब स्पेस टेलीस्कोप माध्यम रे आमको सेई सबु गैलेक्सी रो भी सूचना मिली परिबो जेउ मानकु आमे केबे देखिबा भी संभव नुहे। नासा, कानाडा स्पेस एजेंसी एवं यूरोपियन स्पेस एजेंसी रो मिलित उद्यम रे एहाकु निर्माण करा जायछि। तबे एमिति टेलीस्कोप विषय रे कोन आपण आगुरु जानिथिले? जदि जानिथिले ताहले हमकु निश्चय कमेंट रे जणांतु और वीडियो को शेयर करी अन्य मानकु जानिबार सुযোগ दियंतु।